ଦୁର୍ଦ୍ଦଶ ବୋଲରଙ୍କ ବୋଲିଂରେ ଶୋଇପାରି ନଥିଲେ ସଚିନ। ଆଜି ବି ବୁଲି ବୁଲି ଗାଉଛନ୍ତି ଗୀତ। ଯାହା ଦର୍ଶକ ବନ୍ଧୁ, କ୍ରିକେଟରେ କିଛି ଖେଳାଳିଙ୍କୁ ସେମାନଙ୍କ ଖେଳ ପାଇଁ ମନେ ରଖାଯାଏ, ଯେତେବେଳେ ଆଉ କିଛି ଖେଳାଳିଙ୍କୁ ସେମାନଙ୍କର ଦୁଃଖଦ ଜୀବନ କାହାଣୀ ପାଇଁ ମନେ ରଖାଯାଏ। ଜିମ୍ବାବୋର ପୂର୍ବତନ ଦ୍ରୁତ ବୋଲର ହେନରୀ ଓଲଙ୍ଗାକ ଉଭୟ କାରଣ ପାଇଁ ଖବରରେ ଅଛନ୍ତି। ସେ ଦିନେ ଏମିତି ଜଣେ ବୋଲର ଥିଲେ ଯାହାଙ୍କ ବାଉନ୍ସର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଛାନିଆ କରିଦେଇଥିଲା। ଆଜି ସେହି ଖେଳାଳି ଅଷ୍ଟ୍ରେଲିଆର ଛୋଟ ବାର୍, ଜୁହୁ ଜାହାଜ ଏବଂ ସ୍କୁଲରେ ଗୀତ ଗାଇ ଜୀବିକା ଅର୍ଜନ କରୁଛନ୍ତି। ହେନରୀ ଓଲଙ୍ଗା ସର୍ବଦା ସଙ୍ଗୀତ ପ୍ରତି ଆଗ୍ରହ ଥିଲେ। ତାଙ୍କ କ୍ରିକେଟ କ୍ୟାରିୟର ସମୟରେ ମଧ୍ୟ ସେ ଗୀତ ଗାଇ ଲେଖିଥିଲେ ଏବଂ ରଚନା ମଧ୍ୟ ଲେଖିଥିଲେ। 2001 ମସିହାରେ ସେ ଆୱାରା ଜିମ୍ବାବୁଏ ନାମକ ଏକ ଗୀତ ରିଲିଜ୍ କରିଥିଲେ। ଏହି ଗୀତଟି ଏହି ସମୟରେ ଆସିଥିଲା ଯେତେବେଳେ ଜିମ୍ବାବୁଏର ରାଜନୈତିକ ହିଂସା ଶୀର୍ଷରେ ଥିଲା ଏବଂ ରୋବର୍ଟ ମୁଗାବେଙ୍କ ସରକାର ଗମ୍ଭୀର ଅଭିଯୋଗରେ ସମ୍ମୁଖୀନ ହେଉଥିଲା। ଗୀତଟି ଦେଶ ପାଇଁ ଯନ୍ତ୍ରଣା ଏବଂ ଆଶା ଉଭୟକୁ ପ୍ରତିଫଳିତ କରିଥିଲା। 2003 ବିଶ୍ୱକପ୍ ସମୟରେ ଓଲଙ୍ଗା ଏବଂ ଆଣ୍ଡି ଫ୍ଲାୱର କଳା ବ୍ୟାଣ୍ଡ ବାନ୍ଧି ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରତିବାଦ ଦେଶର ଗଣତନ୍ତ୍ର ଅବସ୍ଥା ବିଷୟରେ ଥିଲା। ତଥାପି ଏହି ପଦକ୍ଷେପ ପାଇଁ ସେ ଭାରି ମୂଲ୍ୟ ଦେବାକୁ ପଡ଼ିଥିଲା। ଓଲଙ୍ଗାକୁ ହତ୍ୟା ଧମକ ମଧ୍ୟ ମିଳିଥିଲା। ତାଙ୍କୁ ଦଳରୁ ବସ୍ରୁ ମଧ୍ୟ ବାହାର କରିଦିଆଯାଇଥିଲା ଏବଂ ଶେଷରେ ଜିମ୍ବାବୋ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ସେ ଅଷ୍ଟ୍ରେଲିଆ ପଳାଇ ଯାଇଥିଲେ। କ୍ରିକେଟ ଛାଡ଼ିବା ପରେ ଓଲଙ୍ଗା ଅନେକ ଅଜବ ଗଜବ କାମ କରିଥିଲେ। ଗତ 10 ବର୍ଷ ଧରି ସେ ଗୀତ ଗାଇ ନିଜର ଜୀବିକା ଅର୍ଜନ କରିଆସୁଛନ୍ତି। ସେ କ୍ରୁଜ୍ ଜାହାଜରେ, ଛୋଟ ଗାଁରେ, ସ୍କୁଲରେ ଏବଂ ବାର୍ରେ ଗୀତ ଗାଇଥାନ୍ତି। ଯଦିଓ ସେଠାରେ କେବଳ କିଛି ଲୋକ ଥାଆନ୍ତି। ଓଲଙ୍ଗା ନିଜେ ସ୍ୱୀକାର କରିଛନ୍ତି ଯେ ଏହା ସେ ଜଣେ ଗାୟକ କ୍ୟାରିୟରର ଶିଖର ନୁହେଁ, କିନ୍ତୁ ଏହା ତାଙ୍କର ବାସ୍ତବତା। ଓଲଙ୍ଗାଙ୍କ ନାମ ଏବେ ବି ଭାରତୀୟ ପ୍ରଶଂସକ ମନରେ ରହିଛି, କାରଣ ସେ 1998 ଚମ୍ପିୟନ୍ସ ଟ୍ରଫିରେ ସଚିନ ତେନ୍ଦୁଲକରଙ୍କୁ ବାଉନ୍ସରରେ ଆଉଟ୍ କରିଥିଲେ। ଏହି କ୍ରିକେଟରେ ଏତେ ସ୍ୱତନ୍ତ୍ର ଥିଲା ଯେ ଅଜୟ ଜାଦେଜାଙ୍କ ପରେ କମେଣ୍ଟ୍ରେ କହିଥିଲେ ଯେ ସଚିନ ସେହି ଆଉଟ୍ ହେବାର ବହୁତ ବିରକ୍ତ ହୋଇଥିଲେ ଏବଂ ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ଠିକ୍ ଭାବରେ ଶୋଇପାରିନଥିଲେ। ଯାହା ଦର୍ଶକ ବନ୍ଧୁ, ଏକ ସମୟ ଥିଲା 2001 ମସିହା। ସଚିନ ତେନ୍ଦୁଲକର, ହେନରୀ ଓଲଙ୍ଗା ମାନେ ଜିମ୍ବାବୋ ଦଳ ମଧ୍ୟ ଭାରତକୁ ପରାସ୍ତ କରିଥିଲା। ଆଉ ହେନରୀ ଓଲଙ୍ଗା ବାଉନ୍ସ ବଲ୍ରେ ମଧ୍ୟ ସଚିନ ତେନ୍ଦୁଲକର ବିରକ୍ତ ହୋଇଥିଲେ, ମଧ୍ୟ ଆଉଟ୍ ମଧ୍ୟ ହୋଇଥିଲେ। ଏମିତି କିଛି ଟକ୍କର ଦେଖିବାକୁ ମିଳିଥିଲା ଓଲଙ୍ଗା ଆଉ ସଚିନ ତେନ୍ଦୁଲକର। ସେତେବେଳେ 2001 ମସିହାରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଓଲଙ୍ଗା ସଚିନକୁ ଆଉଟ୍ କରିଥିଲେ। ତାପରେ ନେକ୍ସଟ ମ୍ୟାଚରେ ସଚିନ ତେନ୍ଦୁଲକର ଓଲଙ୍ଗାକୁ ଏମିତି ପ୍ରହାର କରିଥିଲେ ଯାହା କ୍ରିକେଟ ଜଗତରେ ସ୍ତବ୍ଧ ହୋଇଯାଇଥିଲା। ସେବେଠାରୁ କ୍ରିକେଟରେ ଏମିତି କିଛି ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା ଯାହାଫଳରେ ଓଲଙ୍ଗା କ୍ରିକେଟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେତେବେଳେ ଜିମ୍ବାବୋରେ କଳା ଘୋରା ମତଭେଦକୁ ନେଇ କିଛି ତାଙ୍କର ମନ୍ତବ୍ୟ ଚାଲିଥିଲା, ଯାହାଫଳରେ ତାଙ୍କୁ ଦେଶରୁ ବାହାର କରିଦିଆଯାଇଥିଲା। ସେ ଅଷ୍ଟ୍ରେଲିଆ ପଳାଇଥିଲେ। ସେଠି ସେମାନେ କ୍ରୁଜ୍ ଜାହାଜ, ସ୍କୁଲରେ ଗୀତ ଗାଇ ଏବେ ମଧ୍ୟ ତାଙ୍କର ଜୀବନଯାପନ କରୁଛନ୍ତି। ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଯେ ମୁଁ ଆପଣମାନଙ୍କୁ ଜଣାଇଲି ସଚିନ ତେନ୍ଦୁଲକର, ଯିଏକି ଏହି ବୋଲରଙ୍କ ବୋଲିଂରେ ଶୋଇପାରୁନଥିଲେ ସଚିନ। ଆଜି ସେହି ବୋଲର ଜଣକ ଗୀତ ଗୀତ ଗାଇ ବୋଲି ନିଜ ଘର ପୋଷଣ କରୁଛନ୍ତି। ତ ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କମ୍ପିଟିସନ୍ ପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ ବଟ୍ କ୍ରିକେଟରେ ଆପଣମାନେ ଦେଖିବାକୁ ହିଁ ପାଇବେ। ଆଜି ପାଇବାର ହେଉଛି ଦେଖାବ କାଲି ଏମିତି ଏକ ନୂଆ ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।